ମୃତ୍ୟୁଦଣ୍ଡକୁ ଅପେକ୍ଷା କରି ରହିଥିବା ଜଣେ ବନ୍ଦୀ ଦୋଷୀ ବିବେକର ଦଂଶନ ଯୋଗୁଁ ଖୁବ୍ ଯନ୍ତ୍ରଣା ଭୋଗ କରୁଥିଲେ। ଡକାୟତି ଉଦ୍ୟମ କରୁଥିବା ସମୟରେ ସେ ଜଣେ ବ୍ୟକ୍ତିକୁ ତା ନିଜର 2ଟି ସନ୍ତାନଙ୍କ ସମ୍ମୁଖରେ ହତ୍ୟା କରିଥିଲେ। ଆସାମୀଟି ନିଜ ବିବେକର ଦଂଶନରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ମୃତ୍ୟୁଦଣ୍ଡ ସ୍ଥଗିତ କରିବା ପାଇଁ ଆବେଦନ କରିବାକୁ ସେ ତାଙ୍କ ଓକିଲକୁ ଅନୁମତି ଦେଇନଥିଲେ। ସେ ଭାବୁଥିଲେ ଦଂଶନଶୀଳ ବିବେକ ଓ କ୍ଷୁବ୍ଧ ସମାଜର ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଏହି ଇହଜଗତରୁ ଚାଲିଯିବା ହିଁ ଏକମାତ୍ର ପନ୍ଥା। ସେ କହୁଥିଲେ ଏହି ଜୀବଦଶାର ନର୍କ ଭୋଗରୁ ରକ୍ଷା ପାଇବାକୁ ହେଲେ ମୃତ୍ୟୁ ଭୋଗ ହିଁ ମୋର ଏକମାତ୍ର ମାର୍ଗ। କିନ୍ତୁ ପ୍ରିୟ ବନ୍ଧୁଗଣ, ତାର ଧାରଣା କେତେ ଭୁଲ ଥିଲା। ସେ ଏହା ଜାଣିନଥିଲା ଯେ ଈଶ୍ୱରଙ୍କ ସହିତ ଶାନ୍ତି ଚୁକ୍ତି ନ କରି ମୃତ୍ୟୁ ଭୋଗ କଲେ ଅବସ୍ଥା ଆହୁରି ଅଧିକ ଶୋଚନୀୟ ହେବ, କାରଣ ଅନନ୍ତ ନର୍କ ଭୋଗ ପାଇଁ ତାହା ଦ୍ୱାର ଉନ୍ମୁକ୍ତ କରିଦେବ। ଈଶ୍ୱରଙ୍କର ବାକ୍ୟ ବାଇବଲରେ ଲେଖାଯାଏ, ମନୁଷ୍ୟମାନଙ୍କ ନିମନ୍ତେ ଥରେ ମାତ୍ର ମୃତ୍ୟୁ, ଆଉ ତାପରେ ବିଚାର ନିରୂପିତ ଅଛି। ଆମେ ହୁଏତ ହତ୍ୟାକାରୀ ନୋଉ, ମାତ୍ର ଆମେ ସମସ୍ତେ ପାପ କରିଛୁ। ତଥାପି ରକ୍ଷା ପାଇବାର ଏକ ଉପାୟ ସେ ସ୍ଥିର କରିଅଛନ୍ତି। ଆମ ବଦଳରେ ସେ ତାଙ୍କର ପୁତ୍ରଙ୍କୁ ମୃତ୍ୟୁଭୋଗ କରିବା ପାଇଁ ପ୍ରେରଣ କଲେ, ଯେପରି ଯେଉଁମାନେ ତାଙ୍କର ପ୍ରାୟଶ୍ଚିତକାରୀ ମୃତ୍ୟୁରେ କେବଳ ବିଶ୍ୱାସ କରିବେ ସେମାନେ ଦଣ୍ଡରୁ ରକ୍ଷା ପାଇବେ। ଈଶ୍ୱରଙ୍କର ବାକ୍ୟ ଆମକୁ ଏହି ନିଶ୍ଚିତ ଭରସା ଦିଏ, ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ଆମର ପାପପୂର୍ଣ୍ଣ ଦ୍ୱନ୍ଦ୍ୱରୁ ମୁକ୍ତି ପାଇବାର ସେ ହେଉଛନ୍ତି ଏକମାତ୍ର ମାର୍ଗ। ଈଶ୍ୱରଙ୍କର ବାକ୍ୟ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହର ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।